ଆରବ ଜଣେ ଆଶାୟୀ ଏବଂ ଆଦର୍ଶ ଛାତ୍ର ଥିଲେ, କିନ୍ତୁ କଲେଜ ସାରିବା ପରେ ଜୀବନର ସଚ୍ଚାଇ ଏବଂ ବାସ୍ତବତା ଏବଂ ଚାପ ତାଙ୍କୁ ଜକଡ଼ି ନେଲା। ସେ ଚାକିରି ବାକିରି କିଛି ପାଇଲେ ନାହିଁ। ତାଙ୍କ ଉପରେ ପରିବାରର ଚାପ ବଢ଼ିଲା ଏବଂ ତାଙ୍କର ଆତ୍ମବିଶ୍ୱାସ ଭାଙ୍ଗିବାରେ ଏବଂ ହ୍ରାସ ପାଇବାକୁ ଲାଗିଲା। ପ୍ରତିଦିନ ସେ ନିଜକୁ ସମାନ ପ୍ରଶ୍ନ ପଚାରୁଥିଲେ, ମୁଁ ଏବେ କ'ଣ କରିବା ଉଚିତ? ଗୋଟିଏ ଦିନ ଆରବ ଏକ ପାର୍କରେ ବସି ଦୁଃଖରେ ବୁଡ଼ି ରହିଲେ। ତାଙ୍କ ପାଖରେ ଜଣେ ବୃଦ୍ଧ ବ୍ୟକ୍ତି ବସି ଗୀତା ବହି ପଢ଼ୁଥିଲେ। ଆରବ ଅସାବଧାନତ ହୋଇ ତାଙ୍କୁ ପଚାରିଲେ, ଏହା କିଛି ପରିବର୍ତ୍ତନ କରିପାରିବ କି? ଏହା ଦ୍ୱାରା କିଛି ବଦଳି ପାରିବ କି? ବୃଦ୍ଧ ବ୍ୟକ୍ତି ହସିକି କହିଲେ, ଅର୍ଜୁନଙ୍କୁ ମଧ୍ୟ ଏହା ଲାଗିଥିଲା ଏବଂ ସମାନ ଅନୁଭବ କରୁଥିଲେ, କିନ୍ତୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଯାହା କହିଥିଲେ ତାହା ତାଙ୍କୁ ଜଣେ ଯୋଦ୍ଧା ବନେଇ ଦେଇଥିଲା। ଆରବ ଜିଜ୍ଞାସୁ ହୋଇ ପ୍ରତିଦିନ ବୁଦ୍ଧଙ୍କୁ ଭେଟିବାକୁ ଲାଗିଲେ। ଗୋଟିଏ ଦିନ ସେ ଗୀତାର ଏହି ଶ୍ଲୋକ ପାଠ କଲେ, କର୍ମଣ୍ୟଂ ବନ୍ଧାରସ୍ତେ ମା ଫାଲୁସେ କଦଚନ ମା କର୍ମଫଳ ହେତୁ ଭୂର୍ମାଂ ତେ ସାଙ୍ଗୁ କସ୍ତ କର୍ମଣି। ଅଧ୍ୟାୟ 2 ଶ୍ଲୋକ 47। ଅର୍ଥ ହେଉଛି, ତୁମର ଅଧିକାର କେବଳ କାମରେ କାର୍ଯ୍ୟରେ ଅଛି, ଫଳାଫଳରେ ନୁହେଁ। ତେଣୁ ତୁମେ ତୁମର କର୍ମ କରିଚାଲ, କିନ୍ତୁ ଫଳାଫଳ ବିଷୟରେ ଚିନ୍ତା କର ନାହିଁ। ଆରବଙ୍କୁ ତାଙ୍କ ସମସ୍ୟାର ଉତ୍ତର ପାଇଗଲା ପରି ମନେ ହେଲା। ସେ ନିଷ୍ପତ୍ତି ଏବଂ ନିର୍ଣ୍ଣୟ ନେଲେ ଯେ ଏବେ ମୁଁ କେବଳ ଫଳାଫଳ ବିଷୟରେ ଚିନ୍ତା ନ କରି ମୋର କର୍ମ କରିବି। ସେ ପ୍ରତିଦିନ ଗୀତା ପାଠ ପଢ଼ିବା ଆରମ୍ଭ କଲେ ଏବଂ ନୂଆ ନୂଆ କୌଶଳ ସ୍କିଲ୍ ଶିଖିଲେ ଏବଂ ଅନେକ ଥର ଇଣ୍ଟରଭ୍ୟୁ ମଧ୍ୟ ଦେଲେ ଏବଂ ସାକ୍ଷାତକାରରେ ଉପସ୍ଥିତ ହେଲେ, କିନ୍ତୁ ସେ ଅନେକ ଥର ବିଫଳ ହେଲେ। କିନ୍ତୁ ସେ ହାର ମାନିଲେ ନାହିଁ। ଧୀରେ ଧୀରେ ତାଙ୍କର କଠିନ ପରିଶ୍ରମ ରଙ୍ଗ ଆଣିଲା ଏବଂ ସେ ଫଳ ପାଇଲେ। ସେ ଏକ ଭଲ କମ୍ପାନୀରେ ଚାକିରି ପାଇଲେ, କିନ୍ତୁ କାହାଣୀ ସେଠାରେ ଥମିଲା ନାହିଁ। ଚାକିରି ପରେ ମଧ୍ୟ ସେ ଗୀତା ପାଠ ପଢ଼ି ଚାଲିଲେ। ସେ ଯୁବମାନଙ୍କ ପାଇଁ ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଆରମ୍ଭ କଲେ, ଯେଉଁଠାରେ ସେ ଗୀତାର ଶିକ୍ଷାକୁ ସରଳ ଭାଷାରେ ବ୍ୟାଖ୍ୟା କରିଲେ। ଗୀତା ଜୀବନର ପ୍ରତ୍ୟେକ ଦିଗରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରେ, କେବଳ ଯୁଦ୍ଧ କ୍ଷେତ୍ରରେ ନୁହେଁ। ଯେତେବେଳେ ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ ଜୀବନ ଅଟକି ଯାଇଛି, ମନେ ରଖନ୍ତୁ, ଅର୍ଜୁନ ମଧ୍ୟ ଭାଙ୍ଗି ପଡ଼ିଥିଲେ, କିନ୍ତୁ କୃଷ୍ଣଙ୍କ ଜ୍ଞାନ ସହିତ ସେ ଠିଆ ହୋଇଥିଲେ ଏବଂ ବିଜୟୀ ହୋଇଥିଲେ। ଆପଣ ମଧ୍ୟ ଏକ ହୋଇପାରିବେ। କେବଳ ଗୀତାର ପଥ ଅନୁସରଣ କରନ୍ତୁ ଏବଂ ନିଜର କର୍ମ କରିଚାଲ। ଫଳ ବିଷୟରେ ଚିନ୍ତା କର ନାହିଁ। ଭୟକୁ ପୋଷଣ କରନ୍ତୁ ନାହିଁ, ଏହାକୁ ଜ୍ଞାନ ଦ୍ୱାରା ହରାନ୍ତୁ ଏବଂ ପରାସ୍ତ କରନ୍ତୁ। ଯିଏ ନିଜ ମନକୁ ଜୟ କରେ ସେ ହିଁ ପ୍ରକୃତ ବିଜେତା। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିହାତି କରନ୍ତୁ ଏବଂ ଏହିଭଳି ମୋଟିଭେଶନାଲ ଏବଂ ସେଲ୍ଫ ଇମ୍ପ୍ରୁଭମେଣ୍ଟ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ ନିହାତି କରନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ରହୁଛି ନମସ୍କାର।